ବାଲିରେ କଲି ଘର ମତେ ହେଇଗଲା ଜ୍ୱର। ଛାତ ଧରି ବାହାରି ପଡ଼ିଲି ଗାଧୋଇ ଯିବା ପାଇଁ। ମୁଁ ସକାଳ ଉଠୁ ଉଠୁ ଶୁଣିଲି ଯେ ମାଛ ଧରା ହେଉଛି ଆମ ଗାଁରେ। ଆସିଲାଠୁ ମାଛ ଧରା ସରିଗଲାଣି। ତାପରେ ଆମେ ବାହାରି ପଡ଼ିଲୁ ନଦୀ ଯିବା ପାଇଁ। ଆମେ 2 ଜଣ ଅଛୁ, ଆଉ ଜଣେ ପଛରେ ଅଛି। କାହିଁକିନା ସେ ମୁଁ ଭିଡ଼ିଓ ବନଉଥିଲି ତାକୁ ଲାଜ ଲାଗୁଛି। ଆସିଲା ପରେ ଦେଖିଲେ କମ୍ କୋଳି ପଡ଼ିଥିଲା, ଆଉ ତଳେ ଯେତିକି ପଡ଼ିଥିଲା ସେତିକି ଗୋଟେଇକି ପଳେଇ ଆସିଲୁ ନଦୀ ଯିବା ପାଇଁ ଗାଧାକୁ ଟାଇମ୍ ହେଲା। ତାପରେ ଆମେ ପଳେଇ ଆସିଲୁ ଆମ୍ବ ଖାଇବା ପାଇଁ। ଆମ୍ବ ଖାଇସାରିଲା ପରେ ମୁଁ ଭାବିଲି ଦାନ୍ତ ତ ଘଷିନି, ଦାନ୍ତଟି ଝିକିଲା ପରେ ନାଣ ଝିକି ପରାଣି ତ ମୁଁ କହିଲି ମଛାଡ଼େ ତ ମୁଁ ଝିକିଲା ପରେ ଗଛ ବି ଉପୁଡ଼ିଗଲା। ତାପରେ ଯାଇ ଆମ୍ବ 4ଟା ମିଳିଲା। ଦେଖ ଆମ୍ବ 4ଟା ମିଳିଲା ପରେ ମୁଁ ଦାନ୍ତ କାଠି ଘଷିକି ଚାଲିଗଲୁ ଆମେ ଗାଧୋଇବା ପାଇଁ। ଗାଧୋଇବା ପାଇଁ ହେଲେ ଆମେ 2 ଜଣ ଆସିଥିଲୁ, କାହିଁକିନା ଆଉ ଜଣେ ଗାଧୋଇ ପଡ଼ିଲାଣି ସେ ଆଗରୁ ହିଁ। ଫାଇନାଲି ମୁଁ ଗାଧୋଇଲା ପରେ ମୋତେ ଏତେ ଭୋକ ଲାଗିଲାନି ଯେ କୁହନା। ସେ ପାଖରେ ମର୍ଚ ବି ଥିଲା, ଭଲ ମୁଁ ମର୍ଚକୁ ବି ଚକୁଟି ଦେଇନି। ମୁଁ ଘରକୁ ଆସିଲା ପରେ ହେଇଥିଲା ଅଣ୍ଡା ଆଉ ଭାତ ହେଇଥିଲା, ତୋରାଣି ପଖାଳ ଖାଇଥିଲି। ଖାଇଲା ପରେ ମୁଁ ଆଉଥରେ ଆସିଗଲି ଶୋଇବା ପାଇଁ, କାହିଁକିନା ନିଦ ବି ଲାଗିଲାଣି। ଯେମିତି 4ଟା ହେଲା ମୁଁ ସାର୍ଟ ପ୍ୟାଣ୍ଟ ପିନ୍ଧିକି ରେଡ଼ି ହେଇ ବାହାରି ପଡ଼ିଲି ଖେଳି ଯିବା ପାଇଁ। ମୁଁ ଭାବିଲି ହଁ ଟାଇମ୍ ହେଇଗଲାଣି ତ ପିଲାମାନେ ପଳାଇଥିବେ। ତାପରେ ଦେଖିଲି ଯେ ପିଲାମାନେ କିଏ ନଥିଲେ। ତାପରେ ମୁଁ ଭାବିଲି କି ଖଳାକୁ ଟିକେ ଯିବା ଚାଲ। ଖଳାକୁ ଆସିଲା ପରେ ଗ୍ରୁପ୍ ହେଇ ବସିଯାଇଛି ତାସ୍ ଖେଳିବା ପାଇଁ। ତାପରେ ମୁଁ ଟିକେ ହାୱା ପବନ ନେଲା ପରେ ତାପରେ ପିଲା ସମସ୍ତେ ଆସିଲା ପରେ ଆମେ ପଳେଇ ଆସିଲୁ କ୍ରିକେଟ୍ ଖେଳିବା ପାଇଁ। ତାପରେ ଯାଇକି ଆମର ଆସିଗଲା ବୋଲିଂ। ତ ଆମ ବୋଲିଂ ହେଲା ପରେ ମୁଁ ଜଗିଦେଲି ଟିକେ। ବୋଲିଂ ସରିଲା ପରେ ଆମର ହେଇଗଲା ବ୍ୟାଟିଂ। ତ ବ୍ୟାଟିଂ ଦେଖୁଛ ଆମ ଭାଇ କେମିତି ବାଡ଼ଉଛନ୍ତି ଛକା ବାଡ଼େଇକିରି। ଏତେ ଚାହୁଁଛି ଯେ କୁହନା ଆମ ଦି ବ୍ୟାଟିଂ ଦେବେ, ଏମିତିରେ କିଏ ବି ଆଉଟ୍ ହେବନି। ତ ହଁ ସାଙ୍ଗମାନେ, ଏମିତି ଭିଡ଼ିଓ ଦେଖିବାକୁ ଚାହୁଁଛ ହେଲେ ମୋ ଇନଷ୍ଟା ଆଇଡ଼ି ଫଲୋ କରିଦେଇଥାଅ, କାହିଁକିନା ଏମିତି ଭିଡ଼ିଓ ତୁମେ ଦେଖିପାରିବନି। ଆଉ ଫଲୋ କରିଥିଲେ ସବୁଦିନ ଦେଖିପାରିବ।